କେଜାଣି କେଉଁଠି ଭୁଲ ଥିଲା। ସତରେ କେଜାଣି କେଉଁଠି ଭୁଲ ଥିଲା। ସକାଳୁ ସକାଳୁ ହ୍ୱାଟ୍ସଆପ୍ରେ ମେସେଜ୍ ଆସିଲା, କେଜାଣି କେଉଁଠି ଭୁଲ ଥିଲା। ଭାଇ ତମକୁ ମୋର ପ୍ରଣାମ, ଖାଲି ଗ୍ରହଣ କରିଲେ ହେଲା। ମୋର ଏ କବିତାଟା ତମ କଣ୍ଠରେ ତମ ଷ୍ଟୋରିରେ ଜାଗା ଦେଲେ ହେଲା। ତମ କଣ୍ଠ ଆଉ କହିବାର ଶୈଳୀ ମୋତେ ଭାରି ଭଲ ଲାଗିଲା। କେଜାଣି କେଉଁଠି ଭୁଲ ଥିଲା। ଟିକେ ସମୟ ରହିଲି ଆଉ କବିତାଟା ପଢ଼ିଲି। କହିଲି ଭାଇ ନିଶ୍ଚୟ କବିତାଟା ପଢ଼ିବି, କାହିଁକିନା ମୋତେ ବହୁତ ଭଲ ଲାଗିଲା। କେଜାଣି କେଉଁଠି ଭୁଲ ଥିଲା। ନିଜର ନଥିଲା, ନିଜଠୁ ଅଧିକା ଥିଲା। ଗୋଟେ ମାଆର ନଥିଲା, କିନ୍ତୁ ଭାଇ ଭାଇ ବୋଲି ନିଜର କରିଥିଲା। କିଏ ତାକୁ ମୋଠୁ ଦୂରେଇ ଦେଲା, କେଜାଣି କେଉଁଠି ଭୁଲ ଥିଲା। ଟିକେ ଦୂର ସମ୍ପର୍କୀୟ ଥିଲା, ଦୂରରେ ରହୁଥିଲା, କାହିଁକି କେଜାଣି ପାଖକୁ ଆସିଲା। ନିଜର କଲା ଆଉ ଗଲାବେଳେ କନ୍ଦେଇକି ଚାଲିଗଲା, କେଜାଣି କେଉଁଠି ଭୁଲ ଥିଲା। କେତେ ଗେଲ ବର୍ଷରେ ଥିଲା, ତାକୁ ଯିଏ ଆଣିବାକୁ କହିଥିଲା ସେ ନିଜେ ଦୂରେଇ ଦେଲା। ଯାହାକୁ ପିଲାବେଳୁ ଏତେ ଭଲ ପାଉଥିଲା, ଆଉ କାହା ବୁଦ୍ଧିରେ ପଡ଼ି କେମିତି ତା ସହିତ ଏମିତି କରିପାରିଲା, କେଜାଣି କେଉଁଠି ଭୁଲ ଥିଲା। ଏମିତି ହେଲା, ଶେଷରେ ଦୂରେଇ ଗଲା। ଏମିତି ଦୂରେଇଲା ଯେ ଆଉ ମୁହଁକୁ ନ ଚାହିଁଲା। ଟିକେ ଅସୁବିଧାରେ ଯିଏ ବ୍ୟସ୍ତ ହୋଇ ପଡ଼ୁଥିଲା, ଆଜି କେତେ ଅସୁବିଧାରେ ଥିଲେ ବି ସେ ଜାଣିପାରୁନଥିଲା, ନା ସେ ଜାଣିଲେ ବି ତାକୁ ବୋଧେ ଫରକ ପଡ଼ୁନଥିଲା। କେଜାଣି କେଉଁଠି ଭୁଲ ଥିଲା। ମୋ ପାଖରୁ ଗଲା ପରେ ସବୁଥିରୁ ବ୍ଲକ୍ କଲା। ଜାଣିନି କିଏ ତାକୁ ବ୍ଲକ୍ କରିବାକୁ କହିଥିଲା, ନା ମୋ ଉପରେ ରାଗିକି ବ୍ଲକ୍ କଲା। ଯେବେ ତାକୁ କିଏ ହଇରାଣ କରୁଥିଲା, ମୋତେ ଆଣି ତା ମୋବାଇଲ ଦେଇ କହୁଥିଲା, ତା କଥା ବୁଝି ବ୍ଲକ୍ କରିବାକୁ କହୁଥିଲା। ସେଇ ମୋବାଇଲରେ ଦିନେ ମୋ ନମ୍ବରଟା ବ୍ଲକ୍ ଲିଷ୍ଟରେ ପଡ଼ିଯାଇଥିଲା। ଖାଲି ସେତିକି ନୁହେଁ, କିଛି ଦିନ ପରେ ନମ୍ବର ବଦଳେଇ ଦେଲା, ଆଉ ସେଇ ନୂଆ ନମ୍ବରରେ ମୋ ନମ୍ବରଟା ବ୍ଲକ୍ ଲିଷ୍ଟରେ ପ୍ରଥମ ଥିଲା। କେଜାଣି କେଉଁଠି ଭୁଲ ଥିଲା। ବେଶୀ ନିଜର କରିବାର ଫଳ ବୋଧେ ମୋତେ ମିଳୁଥିଲା। ଯଦି ମୋଠୁ ଦୂରେଇ ଯିବାର ଥିଲା, କାହିଁକି ଏତେ ପାଖକୁ ଆସୁଥିଲା। କିଏ ତାକୁ ଚକ୍ରାନ୍ତ କରି ମୋଠୁ ଦୂରେଇ ଦେଇଥିଲା, ସେଥିପାଇଁ ବୋଧେ ଡରି ଯାଇଥିଲା। କେଜାଣି କେଉଁଠି ଭୁଲ ଥିଲା। ଖାଇବାକୁ ବସିଲା ବେଳେ କେତେବେଳେ ଲଙ୍କା ତ କେତେବେଳେ ଲୁଣ ତ ପିଆଜ ପାଇଁ ତାକୁ ଉଠେଇବାକୁ ଭଲ ଲାଗୁଥିଲା। ମିଛ ରାଗରେ ମୋ ଉପରେ ମୁହଁ ଫୁଲାଉଥିଲା, କିନ୍ତୁ ଭାଇ ପ୍ରତି ଥିବା ଭଲ ପାଇବା ପୁରା ବାରି ହେଉଥିଲା। ଆଜି ସିନା ପାଖରେ ନଥିଲା, କିନ୍ତୁ ସେ ଦିନ ସବୁବେଳେ ମନେ ପଡ଼ୁଥିଲା। କେଜାଣି କେଉଁଠି ଭୁଲ ଥିଲା। ରକ୍ଷାବନ୍ଧନ ଆସିଲେ କେତେ ଖୁସି ହେଉଥିଲା। ରାକ୍ଷୀ ବାନ୍ଧି ଦେଇ ଗୋଡ଼ ତଳେ ପଡ଼ିଯାଉଥିଲା। ଆଶୀର୍ବାଦ ନାଁରେ ତାକୁ ଚିଡ଼େଇବାକୁ ଭଲ ଲାଗୁଥିଲା। ଯେବେ ରାକ୍ଷୀ ପୂର୍ଣ୍ଣିମାରେ ରହୁନଥିଲା, ରାକ୍ଷୀ ଦେଇ ଯାଉଥିଲା, ଆଉ ଭିଡ଼ିଓ କଲ୍ରେ ରାକ୍ଷୀ ବାନ୍ଧିଛି କି ନାହିଁ ଦେଖୁଥିଲା। ଆଉ ଏବେ ରକ୍ଷାବନ୍ଧନ ଆସିଲେ ଭାଇ କଥା ମନେ ପଡ଼ୁଛି କି ନାହିଁ ଜଣା ନଥିଲା। କେଜାଣି କେଉଁଠି ଭୁଲ ଥିଲା। ଦିନ ଥିଲା, ଅଫିସରେ ମୋତେ କିଛି କାମ କରିବାକୁ ଦେଉନଥିଲା। କହୁଥିଲା, ମୁଁ ଥାଉ ଥାଉ ଭାଇ ତମେ କାମ କରିବ। ହେଲେ ସେ କୁଆଡ଼େ ଗଲା। ଆଜି ମୁଁ ଅସହାୟ ହୋଇଯାଇଛି, ହେଲେ ତାର ଯେମିତି ମୋ କଥା ଟିକେ ମନେ ପଡ଼ୁନଥିଲା। କେଜାଣି କେଉଁଠି ଭୁଲ ଥିଲା। ସବୁ ଜନ୍ମରେ ମୁଁ ତା ଭାଇ ହେବାକୁ କହୁଥିଲା, ହେଲେ ଏମିତି ହେଲା, ଏଇ ଜନ୍ମରୁ ଆମ ସମ୍ପର୍କକୁ ଛି କରିଦେଲା। କେଜାଣି କେଉଁଠି ଭୁଲ ଥିଲା। କେମିତି ବା ଛି କରିନଥାନ୍ତା, ନହେଲେ ଭାଇର ବଦନାମ ଶୁଣି ସହିବା ସମ୍ଭବ ନଥିଲା। ସେଥିପାଇଁ ନିଜ ଦୁଃଖକୁ ମନରେ ଚାପି ସବୁଦିନ ମନରୁ ଭୁଲିବାର ଅଭିନୟ କରୁଥିଲା। ଯେଉଁମାନେ ଆମକୁ ଅଲଗା କରିଛନ୍ତି, ଭଗବାନ ତାକୁ ସହିଲେ ହେଲା। ସବୁ ସୀମା ଟପି ଯାଇଥିଲା। ସେ ମୋଠୁ ଯେତେ ଯେତେ ଦୂରକୁ ଯାଉଥିଲା, ମୋର ସେ ସେତେ ସେତେ ଅଧିକ ମନେ ପଡ଼ୁଥିଲା। କାହିଁକିନା ସେ ମୋର ଯେତେ ମନେ ପଡ଼ୁଥିଲା, ତାର ବୋଧେ ମୁଁ ସେତେ ମନେ ପଡ଼ିଲା ଭଳି ଲାଗୁଥିଲା। କେଜାଣି କେଉଁଠି ଭୁଲ ଥିଲା। ଜାଣିନି କେବେ ଆଉ ମୋତେ ତାଠୁ ଭାଇ ଡାକ ଶୁଣିବାକୁ ମିଳିବ କି ନାହିଁ, କିନ୍ତୁ ସେତିକି ଶୁଣିବାକୁ ଅପେକ୍ଷା ରହିଲା। ଭଗବାନ ନିଶ୍ଚିତ କରିବେ ଭଲା। କେଜାଣି କେଉଁଠି ଭୁଲ ଥିଲା। ଭାଇ ତମ କବିତା ବହୁତ ଭଲ ଥିଲା। ଧନ୍ୟ ତମ କବିତା, ଧନ୍ୟ ତମ ସମ୍ପର୍କ, ଧନ୍ୟ ତମ ଧୈର୍ଯ୍ୟ। ହେଲେ ତମ ଲେଖାକୁ ମୋର ଖାଲି ପଢ଼ିବାର ଥିଲା। ମୋର ଏଇ କବିତା ପଢ଼ିବା କେମିତି ଲାଗିଲା କମେଣ୍ଟ କରି ଜଣେଇଲେ ହେଲା। ସମସ୍ତେ ଏତେ ଭଲ ପାଇବା ଦେଇଥିବାରୁ ମୋର ଖୁସିର ସୀମା ନଥିଲା। କେଜାଣି କେଉଁଠି ଭୁଲ ଥିଲା।